ସାହୁ ଘର ଏଇ କପ୍ତିପଦା। ପ୍ରକୃତରେ ଘର ଜାମବଣୀ, ଏଇଠୁ 2 କିଲୋମିଟର ହେବ। ଏଠି 1945 ମସିହାରେ ବାବା ଅନନ୍ତ, ଏ ଟାଙ୍ଗିରିଆ ପୀଠର ବାବା ଅନନ୍ତ ବାବା ଏବଂ କପ୍ତିପଦାର ବାଞ୍ଛାନିଧି ଦାସ ଏବଂ ସ୍ୱାଇଁ ବାବୁ ଆଉ କେତେଜଣ ଏଇ ଅଞ୍ଚଳର ପୁରୁଖା ଲୋକ ଆସିକି ଏଠି ମକର ମେଳା ଆରମ୍ଭ କରିଥିଲେ। ଏଇ ବାଞ୍ଛାବଟ ମୂଳେ ସେଇଠି ତାକୁ ଆଶ୍ରୟ କରିକି ଏଇଠି 2006ରେ ଏ ଅନ୍ତ ମଣ୍ଡପଟି ନିର୍ମାଣ କରାଯାଇଛି। ଟାଙ୍ଗିରିଆ ହାଉଡ଼ିର ବିଶେଷତ୍ୱ ଯାହା ବାପାଙ୍କ ପାଖରୁ ମୁଁ ଶୁଣିଛି, ବାବାଙ୍କ ପାଖରୁ, ଯେ ଏଠି ପ୍ରତ୍ୟକ୍ଷ ଦେବୀ ଏ ଯେଉଁ ରହନ୍ତି ମା ଟାଙ୍ଗରା ଶୁଣି, କାରଣ ତାଙ୍କ ଜୀବନ କାଳ ଭିତରେ ସେ ତାଙ୍କର ପ୍ରତ୍ୟକ୍ଷ ଦର୍ଶନ କରିଛନ୍ତି ବୋଲି କହନ୍ତି। ଆଉ ଏଠି 1969 ମସିହାରେ ଜଗଦୀଶ ବାବାଜୀ ଆସିକି ଏଠି ରହିକି ସେ ତାଙ୍କର ଲୀଳାଖେଳା କରିଦେଇ ଯାଇଛନ୍ତି। ତା ପୂର୍ବରୁ ବସନ୍ତ ବାବା ବୋଲି ଜଣେ ସିଦ୍ଧ ପୁରୁଷ, ସିଏ ଆସିକି ଟାଙ୍ଗିରିଆ ପାହାଡ଼ରେ ରହିଥିଲେ। ସେ ଅନ୍ନ ଜଳ ଗ୍ରହଣ କରୁନଥିଲେ ଏବଂ ତଳକୁ ମଧ୍ୟ ଓହ୍ଲାଉ ନଥିଲେ। ଯାହା ହଉ, ତାପରେ ଏଠିକାର ବିଶେଷତ୍ୱ, କୌଣସି ଜାଗାର କିଛି ଗୋଟେ ବିଶେଷତ୍ୱ ନଥିଲେ କେହି କେବେ ଏଠିକି ଆସନ୍ତେ ନାହିଁ। ତେଣୁ ଏତିକି ଲୋକ ଯେତେବେଳେ ଆସୁଛନ୍ତି, ଆପଣମାନଙ୍କ ଆଖିରେ ଦେଖୁଥିବେ, ତେଣୁ ନିଶ୍ଚିତ ଏ ପାହାଡ଼ର ବିଶେଷତ୍ୱ କିଛି ଅଛି। ଏଠିକାର ମହାଦେବଙ୍କର ଯେଉଁ ପ୍ରତିଷ୍ଠା ଏବଂ ଏଠି ଅନନ୍ତ ମଣ୍ଡପରେ ଯେଉଁ ଯଜ୍ଞବିଧି ଚାଲିଛି, 5 ଦିନର ଯଜ୍ଞ କାର୍ଯ୍ୟକ୍ରମ ଚାଲିଛି। ତେଣୁ ଏସବୁ ଭିତରେ ଯଦି କେହି କିଛି ନ ପାଉଥାନ୍ତେ ତାହେଲେ କାହିଁକି ଏଠିକି ଆସନ୍ତେ? ତେଣୁ ନିଶ୍ଚିତ ପାଇବା କଥାଟା ସେମାନେ କହିବେ। ଏବଂ ଏ ପାହାଡ଼ର ମାହାତ୍ମ୍ୟ ସମ୍ପର୍କରେ ବାବା ଗୋଟେ ଭଜନ ବହି ଲେଖିଯାଇଛନ୍ତି, ଅନନ୍ତ ମହିମା ପୀଠ ଟାଙ୍ଗିରିଆ। ତେଣୁ ୟାର ମହିମା ତ ଅନନ୍ତ, ଆମେ ବିଶେଷ ଜାଣୁନି। ବାକି ପୌରାଣିକ ଯୁଗରୁ ରହିଛି ବାଇ ଟାଙ୍ଗିରିଆ ନାଁରେ। ଯେତେବେଳେ ରାଜା ଏଠି ଥିଲେ, ତେଣୁ ରାଜାଙ୍କର ଏଟା